ଚାଲନ୍ତୁ ଆଜି ଆମେ ଜାଣିବା ଲୁଣ କିପରି ପ୍ରସ୍ତୁତ ହୁଏ। ଆପଣମାନେ ଶୁଣିଥିବେ ସମୁଦ୍ର ଖାର ପାଣିରୁ ଲୁଣ ତିଆରି ହୁଏ, ହେଲେ କିପରି ହୁଏ ଚାଲନ୍ତୁ ଦେଖିବା। ଲୁଣ ପ୍ରସ୍ତୁତି ପାଇଁ ପ୍ରଥମେ ସମୁଦ୍ର ପାଣିକୁ କଣ୍ଟେନରରେ ଭର୍ତ୍ତି କରାଯାଇ ଏହିପରି ସ୍ଥାନକୁ ନିଆଯାଏ। ଏହାପରେ ପାଣିକୁ ସୂର୍ଯ୍ୟକିରଣ ସାହାଯ୍ୟରେ ବାଷ୍ପୀଭବନ କରାଯାଏ। ବଡ଼ ବଡ଼ ଫ୍ୟାକ୍ଟ୍ରିରେ ଏହି ପ୍ରୋସେସଟି ଏହିପରି ମେସିନ ସାହାଯ୍ୟରେ କରାଯାଇଥାଏ। 2 ରୁ 3 ସପ୍ତାହରେ ପାଣି ଶୁଖିଯାଏ ଏବଂ ଏହାପରେ ଲୁଣକୁ ଫ୍ୟାକ୍ଟ୍ରିକୁ ନିଆଯାଏ। ଫ୍ୟାକ୍ଟ୍ରିରେ ପ୍ରଥମେ ଲୁଣକୁ ଗୁଣ୍ଡ କରାଯାଇଥାଏ। ସେକେଣ୍ଡ ପ୍ରୋସେସରେ ଲୁଣକୁ ଧୁଆଯାଇଥାଏ। ଥାର୍ଡ଼ ପ୍ରୋସେସରେ ଲୁଣ ଏବଂ ପାଣିକୁ ଅଲଗା କରାଯାଇଥାଏ ଏବଂ ଚତୁର୍ଥ ପ୍ରୋସେସରେ ଲୁଣରେ ଆୟୋଡିନ୍ ମିଶାଯାଏ। କାରଣ ଖାଲି ଲୁଣ ଖାଦ୍ୟ ଉପଯୋଗୀ ନଥାଏ। ଆୟୋଡିନ୍ ମିଶିବା ପରେ 1 ସପ୍ତାହ ଷ୍ଟୋର କରି ରଖାଯାଏ। ଶେଷରେ ଲୁଣକୁ ପ୍ୟାକିଂ କରାଯାଇ ମାର୍କେଟକୁ ଛଡ଼ାଯାଏ। ଏହା ଥିଲା ଲୁଣ ପ୍ରସ୍ତୁତିର ସମ୍ପୂର୍ଣ୍ଣ ଭିଡ଼ିଓ।